ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ। ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ କୁମାର ପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନେ ଉକ୍ତ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ପ୍ରିୟ ଦର୍ଶକ ବନ୍ଧୁ, ଆଜି ହେଉଛି 15 ଜୁନ 2026 ମସିହା ସୋମବାର, ମିଥୁନ ସଂକ୍ରାନ୍ତି। ଆଜି ଦିବସରେ ଭଗବାନ ଦେବଦେବ ମହାଦେବ ଆଜି ପଞ୍ଚାମୃତର ଅଭିଷେକ କରନ୍ତି। ମହାଦେବଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ସାରିଲା ପରେ ବେଲପତ୍ରରେ ଅତର ଅଗରୁ ଲଗାଇ ମହାମୃତ୍ୟୁଞ୍ଜୟ ମନ୍ତ୍ର ଦ୍ୱାରା ମହାଦେବଙ୍କୁ ଆରାଧନା କରନ୍ତୁ। ନିଶ୍ଚିତ ମନୋକାମନା ପୂର୍ତ୍ତି ହେବ, ସଫଳତା ମଧ୍ୟ ମିଳିବ। ଏ ତ ଥିଲା ଆଜି ଦିନର ସୁନ୍ଦର ଟିପ୍ସ। ଏବେ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଚାଙ୍ଗ ଏବଂ 12ଟି ରାଶିର ରାଶିଫଳ ବିଷୟ। 15 ଜୁନ 2026 ମସିହା ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ପ୍ରାତଃ 8ଟା 24 ମିନିଟ୍ ପର୍ଯ୍ୟନ୍ତ ଭୋଗବ, ତତ୍ପଶ୍ଚାତ୍ ପ୍ରତିପଦା ତିଥି ମୃଗଶୀର୍ଷ ନକ୍ଷତ୍ର ସୋମବାର। ଆଜି ଦିନର ଶୁଭାଶୁଭ ସମୟ ପ୍ରାତଃ 5ଟା 8 ମିନିଟ୍ ଠାରୁ 6ଟା 48 ମିନିଟ୍ ପର୍ଯ୍ୟନ୍ତ ଶୁଭ ସମୟ ଭୋଗ। ତତ୍ପଶ୍ଚାତ୍ ପ୍ରାତଃ 8ଟା 30 ମିନିଟ୍ ଠାରୁ 10ଟା 7 ମିନିଟ୍। ଏତଦ୍ ବ୍ୟତୀତ ମଧ୍ୟାହ୍ନ 1ଟା 27 ମିନିଟ୍ ଠାରୁ ସାୟଂ 7ଟା 47 ମିନିଟ୍ ପର୍ଯ୍ୟନ୍ତ ଶୁଭ ସମୟ ଭୋଗ। ଏତଦ୍ ବ୍ୟତୀତ ରାତ୍ର 10ଟା 27 ମିନିଟ୍ ଠାରୁ 11ଟା 47 ମିନିଟ୍ ପର୍ଯ୍ୟନ୍ତ ଶୁଭ ସମୟ ଭୋଗ। ଆଜି ଦିନ ରାହୁ କାଳ ସମୟ ପ୍ରାତଃ 6ଟା 50 ମିନିଟ୍ ଠାରୁ 8ଟା 29 ମିନିଟ୍ ପର୍ଯ୍ୟନ୍ତ ରାହୁ କାଳ ସମୟ ଭୋଗ। ଆଜି ଦିନର ଘାତ ବାର ସୋମବାର ଅଛି। ଘାତ ବାର ହେଉଛି ଆଜି ମିଥୁନ ରାଶିକୁ ଘାତ ବାର। ଚାहे ମହିଳା ହୁଅନ୍ତୁ ଚାहे ପୁରୁଷ ହୁଅନ୍ତୁ, ଯାହାର ରାଶି ମିଥୁନ ରାଶି ଟିକେ ସାବଧାନ ରହିବେ, ଘାତ ବାର ଅଛି। ଆଜି ଦିନର ଘାତ ଚନ୍ଦ୍ର ବିଛା ରାଶି ପୁରୁଷ ବ୍ୟକ୍ତିମାନଙ୍କ ପାଇଁ ଘାତ ଚନ୍ଦ୍ର, ଟିକେ ସାବଧାନ। ଏ ତ ଥିଲା ଆଜି ଦିନର ପଞ୍ଚାଙ୍ଗ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିର ରାଶିଫଳ ବିଷୟ। ମେଷ ରାଶି, ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ। କୌଣସି ଅଧିକ ଲୋଭାଯୁକ୍ତ ହେବା ଉଚିତ ନୁହେଁ, ଆଶାବାଦୀ ହେବା ଉଚିତ ନୁହେଁ। ସ୍ୱାସ୍ଥ୍ୟ ହିଁ ସମ୍ପଦ। ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ଏବଂ ଭାଇ ଭଉଣୀ ମିତ୍ରଙ୍କ ଦ୍ୱାରା ସହଯୋଗିତା ପ୍ରାପ୍ତି ଅଛି। ଆଜିର ଲକି ନମ୍ବର 4, ଲକି କଲର ଗ୍ରୀନ ସିଲଭର, ଲକି ଡାଇରେକ୍ସନ ସାଉଥ ୱେଷ୍ଟ। ଗୋମାତାକୁ ସେବା କରନ୍ତୁ, ଗାୟତ୍ରୀ ମନ୍ତ୍ରକୁ ଜପ କରନ୍ତୁ, ସୁଖର ଦିନ କଟିବ। ବୃଷ ରାଶି, ଅର୍ଥନୈତିକ କ୍ଷେତ୍ରରେ ଲାଭବାନ ହେବେ। ଦାମ୍ପତ୍ୟ ଜୀବନରେ କଷ୍ଟ ସମସ୍ୟା ଦେଖାଦେବାର ସମ୍ଭାବନା ଦେଖାଦେଉଛି ଏବଂ ପାର୍ଟନରସିପରେ କୌଣସି କ୍ରୋଧାନ୍ୱିତ ହେବା ଉଚିତ ନୁହେଁ, ଜିଦି କ୍ରୋଧ କରିବା ଉଚିତ ନୁହେଁ। ଆଜିର ଲକି ନମ୍ବର 1, ଲକି କାର୍ଡ ପିଙ୍କ, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ, ମାତା ପିତାଙ୍କୁ ଭକ୍ତି ଶ୍ରଦ୍ଧା ଆଦର କରନ୍ତୁ, ସୁଖର ଦିନ କଟିବ। ମିଥୁନ ରାଶି, ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ଅଛି। ମନକୁ କଣ୍ଟ୍ରୋଲ ରଖନ୍ତୁ, ବାଣୀକୁ ନିୟନ୍ତ୍ରଣ ରଖନ୍ତୁ, ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନ ଆନନ୍ଦ ସୁଖ ମଧୁମୟ ଦେଖାଦେବ। ବିଶ୍ୱାସରେ ଧୋକା ଖାଇଯାଇପାରନ୍ତି। ନିଜର ଆପଣାର ଲୋକ ସହିତ ଆର୍ଗୁମେଣ୍ଟ କରିବା ଉଚିତ ନୁହେଁ। ପାର୍ଟନରସିପ୍ ସହିତ ଶ୍ରଦ୍ଧା ଆଦରତା ରଖନ୍ତୁ। ଆଜିର ଲକି ନମ୍ବର 9, ଲକି କଲର୍ସ ରେଡ୍, ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରନ୍ତୁ, ସୁଖର ଦିନ କଟିବ। କର୍କଟ ରାଶି, କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଖର୍ଚ୍ଚ ବଢ଼ିବ, ଟିକେ ସାବଧାନ ରହିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଦୂରଯାତ୍ରା କରୁଛନ୍ତି, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଖାଦ୍ୟ ପାନୀୟ ଭୋଜନ ପ୍ରତି ଟାଇମ୍ ଟେବୁଲ ମେଣ୍ଟେନ କରନ୍ତୁ। ଶତ୍ରୁ କେହି ନେଇ ମନୋରୂପୀ ଶତ୍ରୁ, ପାଣିକୁ ନିୟନ୍ତ୍ରଣ ରଖନ୍ତୁ। ଆଜିର ଲକି ନମ୍ବର 6, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ସାଉଥ ଇଷ୍ଟ। ଭଗବାନ ଗଣେଶ ସର୍ବଶେଷ ସ୍ତୋତ୍ର ପାଠ କରନ୍ତୁ, ସୁଖର ଦିନ କଟିବ। ସିଂହ ରାଶି, ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଇନକମ୍ ସୋର୍ସରେ ମଧ୍ୟମ ଫଳ ଦେଖାଦେବ। ସନ୍ତାନକୁ ନେଇ ଆନନ୍ଦିତ ହେବେ। ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ, କିନ୍ତୁ ପେଟ ଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି। ଇନଭେଷ୍ଟମେଣ୍ଟରେ ଲସ୍ ଦେଖାଦେବାର ସମ୍ଭାବନା ଦେଖାଦେଉଛି, ଟିକେ ସାବଧାନ ରହିବେ। ଲଭ୍ ମ୍ୟାଟରରେ ବାଧା ଆସିପାରେ। ବାଣୀ ଏବଂ ବ୍ୟବହାର ଯୋଗୁଁ ଅସନ୍ତୁଷ୍ଟତା ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଉଛି। ଆଜିର ଲକି ନମ୍ବର 5, ଲକି କଲର୍ସ ଗ୍ରୀନ, ଲକି ଡାଇରେକ୍ସନ ନର୍ଥ। ଭଗବାନ ଲକ୍ଷ୍ମୀ ନୃସିଂହ ମନ୍ତ୍ର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖର ଦିନ କଟିବ। କନ୍ୟା ରାଶି, କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମ ବେପାର ବାଣିଜ୍ୟ କ୍ଷେତ୍ର ଠିକଠାକ ରହିବ। ପରାକ୍ରମ କ୍ଷେତ୍ର ଟିକେ କମଜୋରି ଦେଖାଦେବ। ମାତୃତୁଲ୍ୟ ବ୍ୟକ୍ତିଙ୍କୁ ଶ୍ରଦ୍ଧା ଆଦରତା କରନ୍ତୁ। ମାତା ଏବଂ ପିତାଙ୍କୁ ଶ୍ରଦ୍ଧା ଆଦରତା କରନ୍ତୁ। ଉଚ୍ଚ ବସ୍ ବା କର୍ମଚାରୀଙ୍କ ସହିତ ଆର୍ଗୁମେଣ୍ଟ କରନ୍ତୁ ନାହିଁ। ନିଜ କର୍ମ ପ୍ରତି ନିଜେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ଆଜିର ଲକି ନମ୍ବର 9, ଲକି କଲର୍ସ ରେଡ୍, ଲକି ଡାଇରେକ୍ସନ ସାଉଥ।
ମହାଦେବଙ୍କ ମନ୍ଦିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ମା ବଗଳାମୁଖୀଙ୍କର ମନ୍ତ୍ରକୁ ଜପ କରନ୍ତୁ। ପାର୍ବତୀଙ୍କୁ ସିନ୍ଦୁର ଦାନ କରି ନିଜ ମସ୍ତକରେ ଟୀକା ଧାରଣ କରନ୍ତୁ। ନିଶ୍ଚିତ ରୂପରେ ଆପଣଙ୍କର ମଙ୍ଗଳ ହେବ, ଶୁଭ ଦେଖାଦେବ। ତୁଳାରାଶି ତୁଳାରାଶି ବ୍ୟକ୍ତିମାନଙ୍କ ପାଇଁ ଭାଗ୍ୟରେ ପରିବର୍ତ୍ତନ ଦେଖାଦେବ। ଆଗଚଳ ହୋଇ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ଭାଇ ଭଉଣୀ ମଧ୍ୟରେ ଶ୍ରଦ୍ଧା ଆଦରତା ରଖନ୍ତୁ ଏବଂ ସରଳ ବିଶ୍ୱାସ ଧୋକା ଖାଇବାର ସମ୍ଭାବନା ଦେଖାଦେଉଛି। ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ଆଜିର ଲକି ନମ୍ବର 1, ଲକି କଲର୍ ପିଙ୍କ୍, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। ସୁଖ ଦିନ କଟିବ। ବିଚାରାଶି ବ୍ୟକ୍ତିମାନଙ୍କ ପାଇଁ ଅଶାନ୍ତି ଅସନ୍ତୁଷ୍ଟତା ହେବା ଉଚିତ ନୁହେଁ। ଯାହା ହେଉଛି ଯେମିତି ହେଉଛି ସେଥିରେ ସନ୍ତୁଷ୍ଟ ଏବଂ ଶାନ୍ତି ଆଣିବା ଅତ୍ୟନ୍ତ ଆବଶ୍ୟକତା ଅଛି। ନୋ ଆର୍ଗୁମେଣ୍ଟ କରିବା ଉଚିତ ନୁହେଁ। ଆଜିର ଲକି ନମ୍ବର 4, ଲକି କଲର୍ସ ଗ୍ରୀନ୍ ସିମ୍ବଲ, ଲକି ଡାଇରେକ୍ସନ ସାଉଥ ୱେଷ୍ଟ। ସ୍ୱର୍ଗତ ପିତୃଲୋକଙ୍କୁ ତର୍ପଣ କରନ୍ତୁ। ମହାଦେବଙ୍କୁ ଗଙ୍ଗାଜଳ ଦାନ କରନ୍ତୁ। ସୁଖ ଦିନ କଟିବ। ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା, ପାଣିକୁ ନିୟନ୍ତ୍ରଣ ରଖିବା, କର୍ମ ବେପାର ବାଣିଜ୍ୟ ପ୍ରତି ଫୋକସ ରଖିବା, ପତିପତ୍ନୀ ମଧ୍ୟରେ ଆନନ୍ଦ ସୁଖ ମଧୁମୟ ଦେଖାଦେବ। ଦୂରଯାତ୍ରା ଭ୍ରମଣ ଯୋଗ ମଧ୍ୟ ଅଛି। ଆଜିର ଲକି ନମ୍ବର 7, ଲକି କଲର୍ସ ଗ୍ରେ, ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଶ୍ୱାନକୁ ଖାଇବାକୁ ଦିଅନ୍ତୁ। ଯଦି ପାରୁଛନ୍ତି ମହାଦେବଙ୍କ ମନ୍ଦିରରେ ଆଜି କୁଶ ଜଳ ଦାନ କରନ୍ତୁ। ସୁଖ ଦିନ କଟିବ। ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଖର୍ଚ୍ଚ ଅଧିକ ବଢ଼ିବ। ଶତ୍ରୁ ଜାଗ୍ରତ ହେବାର ସମ୍ଭାବନା ଦେଖାଦେଉଛି। ଶତ୍ରୁମାନଙ୍କ ଠାରୁ ବିଜୟ ପ୍ରାପ୍ତି ହେବ, କିନ୍ତୁ ଅଶାନ୍ତି ଅସନ୍ତୁଷ୍ଟତା ଦେଖାଦେବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କାହା ପାଇଁ ବି କୋଉଥିପାଇଁ ବି କିଛି ନା କିଛି ବାଧା ଆସିବାର ସମ୍ଭାବନା ଦେଖାଦେଉଛି। ଟିକେ ସାବଧାନ। ଆଜିର ଲକି ନମ୍ବର 3, ଲକି କଲର୍ ସିଲ୍ଭର, ଲକି ଡାଇରେକ୍ସନ ନର୍ଥ ଇଷ୍ଟ। ଭଗବାନ ବିଷ୍ଣୁ ସହସ୍ର ନାମ ସ୍ତୋତ୍ର ପାଠ କରନ୍ତୁ। ସୁଖ ଦିନ କଟିବ। କୁମ୍ଭରାଶି ବ୍ୟକ୍ତିମାନଙ୍କ ପାଇଁ ସବୁଥିରେ ସହାନୁଭୂତି ରଖିବା, ଶ୍ରଦ୍ଧେୟତା ହେବା, ଆଦରତା ହେବା, ପ୍ରତ୍ୟେକ ଜିନିଷକୁ ଆଡଜଷ୍ଟମେଣ୍ଟ କରିବା ବହୁତ ଆବଶ୍ୟକତା ଅଛି। ସନ୍ତାନକୁ ନେଇ ଆନନ୍ଦିତ ହେବେ। ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ। ଆଜିର ଲକି ନମ୍ବର 3, ଲକି କଲର୍ ସିଲ୍ଭର, ଲକି ଡାଇରେକ୍ସନ ନର୍ଥ ଇଷ୍ଟ। ପ୍ରଶସ୍ତ ବୃକ୍ଷମୂଳରେ ଜଳଗୁଣ ଦାନ କରନ୍ତୁ। ଓଁ ନମୋ ଭଗବତେ ବାସୁଦେବାୟ ଏହି ମନ୍ତ୍ର ଜପ କରନ୍ତୁ। ସୁଖ ଦିନ କଟିବ। ମୀନରାଶି ବ୍ୟକ୍ତିମାନଙ୍କ ପାଇଁ ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମାତୃତୁଲ୍ୟ ବ୍ୟକ୍ତିଙ୍କୁ ଶ୍ରଦ୍ଧା ଆଦରତା କରନ୍ତୁ। ଦୂରଯାତ୍ରା ମଧ୍ୟ ଦେଖାଦେଉଛି। କର୍ମକ୍ଷେତ୍ରରେ ବ୍ୟସ୍ତତା ମଧ୍ୟ ଦେଖାଦେବ। ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିବାର ସମ୍ଭାବନା ଦେଖାଦେଉଛି। କର୍ମକ୍ଷେତ୍ର ପ୍ରତି ଜୋର ଧ୍ୟାନ ଦିଅନ୍ତୁ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଆଦର ଭକ୍ତି କରନ୍ତୁ। ନିଜର ଶ୍ରଦ୍ଧା ଆଦରତା ରଖନ୍ତୁ, ସହନ ଶକ୍ତି ରଖନ୍ତୁ। ଆଜିର ଲକି ନମ୍ବର 7, ଲକି କଲର୍ସ ଗ୍ରେ, ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ମହାଦେବଙ୍କୁ ଆଜି ଶ୍ୱେତ ପୁଷ୍ପ ଦାନ କରନ୍ତୁ। ସୁଖ ଦିନ କଟିବ। ପ୍ରିୟ ଦର୍ଶକ ବନ୍ଧୁ, ଏତ ଥିଲା ଆଜି ଦିନର 12ଟି ରାଶିଫଳ। ଆଜି ତ ସମୟ ଯାଇଛି। କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ପୁଣି ଦେଖା ହେବା ଆଗାମୀ ଅଧ୍ୟାୟରେ। ଜୟ ଜଗନ୍ନାଥ, ନମସ୍କାର, ହରି ଓମ୍।